ଜାଲରେ ଛୋଟିଆ ମାଛ ପଡିଛି। ରାଜା ଚକ୍ର ଗୋଟେ ଛୋଟିଆ ଯୋଉ କେରାଣ୍ଡି ମାଛ ଭାକୁର ରୋହି ରହି ଯାଇଛନ୍ତି। ରାଜା ଚକ୍ର ମାଧ୍ୟମ ହେଇଛି। ତାଙ୍କୁ କିଏ ବିଜୁ ଜନତା ଦଳର ସଭାପତି ବା ସେଠି ନେତୃତ୍ୱ ଦେଇଥିଲେ, ଏଇମାନେ ଦଉଥିଲେ। କିଏ ଯାଉଥିଲେ ତାଙ୍କ ପାଖକୁ? ଆଜି ଯୋଉ 10ଟି ଗାଡି ନା 15ଟି ଗାଡି ସିଜ୍ ହେଇଛି, ଶହ ଶହ ଗାଡି ରାଜା ଚକ୍ର ହଉଛନ୍ତି ଜଷ୍ଟ ଖାଲି ମାଧ୍ୟମ। ପୁରା କଳା ଟଙ୍କାର ସାମ୍ରାଜ୍ୟ ଉପରେ ବସିଥିଲା ବିଜୁ ଜନତା ଦଳର ନେତୃତ୍ୱ ମାନେ ଏବଂ ରାଜକୋଷକୁ ଲୁଣ୍ଠନ କରିବା। ଏ ରାଜ୍ୟବାସୀଙ୍କୁ ଯୋଉମାନେ କହୁଥିଲେ ଆମେ ଓଡ଼ିଶାବାସୀଙ୍କୁ 24 ବର୍ଷ ଭିତରେ ଓଡ଼ିଶାକୁ ତଳି ତଳାନ୍ତ କରିବାର ଯୋଉମାନେ ଦାୟିତ୍ୱ ନେଇଥିଲେ, ଆଜି ତାଙ୍କର ମୁଖା ଟିକିଏ ଖୋଲିଛି। ରାଜା ଚକ୍ର ଗୋଟିଏ ଛୋଟିଆ ମୋହରା, ବଡ଼ ବଡ଼ ମୋହରା ସବୁ ବାକି ଅଛନ୍ତି। ଦେଖନ୍ତୁ ଏ ସରକାର ବା ମୋହନ ଚରଣ ମାଝୀଙ୍କ ସରକାର କାହାରିକି ଛାଡ଼ିବ ନାହିଁ। ଯୋଉ ଭାକୁର ରୋହି ରହି ଯାଇଛନ୍ତି ତାଙ୍କୁ ଧରିବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ସ୍ତରରେ ଆରମ୍ଭ ହୋଇଛି। ଆଗକୁ ଦେଖନ୍ତୁ କଣ ହଉଛି। ନିଶ୍ଚିତ ଭାବେ ଯୋଉମାନେ ଭାବୁଥିଲେ ଇଡି ପହଞ୍ଚି ନାହିଁ, ମାନେ ଦେର ହେ ମାନେ କଣ ବିଳମ୍ବ ହେଇଥାଇପାରେ, କିନ୍ତୁ ନିସ୍ତାର ନାହିଁ, ନିସ୍ତାର ଦିଆଯିବ ନାହିଁ। ରାଜା ଚକ୍ର ଛୋଟିଆ ମୋହରା, ତା ପଛ ମାନେ କୋଉ ମାନେ ଅଛନ୍ତି ଆଜି ଭୟଭୀତ ହେଲେଣି। ସେମାନେ ପ୍ରମାଦ ଗଲେଣି। ଆଗକୁ ଦେଖନ୍ତୁ ଯୋଉ ବଡ ବଡ ମାଛ ମାନେ ତା ପଛପଟେ ରହିକି ତାଙ୍କୁ ପ୍ରୋଟେକ୍ସନ ଦଉଥିଲେ, ତାଙ୍କ ମାଧ୍ୟମରେ ବ୍ୟବସାୟକୁ ଚଳଉଥିଲେ, ତାଙ୍କୁ ମଧ୍ୟ ଧରାଯିବାର ସମୟ ଆସିଛି। ଦେଖନ୍ତୁ ଅତୀତରେ ଯେତେ ଘଟଣା ଘଟିଛି, ହତ୍ୟାକାଣ୍ଡ କୁହନ୍ତୁ, ମହିଳା ମାନଙ୍କ ଉପରେ ଅତ୍ୟାଚାର କୁହନ୍ତୁ, ଏବଂ ଯେତେ ଦୁର୍ନୀତିର ଘଟଣା ଘଟିଛି, ସିଧାସଳଖ ଭାବେ ତାଙ୍କର ମନ୍ତ୍ରୀ ହୁଅନ୍ତୁ, ବିଧାୟକ ହୁଅନ୍ତୁ, ତାଙ୍କ କାର୍ଯ୍ୟକର୍ତ୍ତା ମାନେ ହୁଅନ୍ତୁ, ସିଧାସଳଖ ଭାବେ ସମ୍ପୃକ୍ତ। ଏବଂ ଏ କଥାକୁ ନେଇକି ବାରମ୍ବାର ଆମେ କଥା ଉଠେଇଥିଲୁ। ଏବଂ ଆଜି ଆପଣ ମାନେ ଯୋଉ ଯୋଉ କଥା ଦେଖୁଛନ୍ତି, ଏ ସବୁ ଗୋଟେ ଗୋଟେ ଛୋଟିଆ ଉଦାହରଣ। ଆକୁ ଦେଖିକି ଆପଣ ମାନେ ରାଜା ଚକ୍ରର ସମ୍ପତ୍ତି କି ଦେଖିକି ଆପଣ ବିସ୍ମିତ ହୁଅନ୍ତୁ ନାହିଁ। ଆର 100 ଗୁଣ ସମ୍ପତ୍ତି କଳା ଟଙ୍କା ତାଙ୍କ ପାଖେ ଗଚ୍ଛିତ ଅଛି, ଧରିବାର ସମୟ ଆସିଛି। ତେଣୁ ଓଡ଼ିଶାବାସୀ ନ୍ୟାୟ ପାଇବେ କେମିତି? ଯୋଉଦିନ ସେ ପୁରା ଟିମ୍ ଜେଲ ଭିତରକୁ ଯିବେ, ସେଦିନ ଓଡ଼ିଶାବାସୀ ନ୍ୟାୟ ପାଇବେ। ଯୋଉମାନେ ଦଉଥିଲେ ବିଗତ ବିଧାୟକଙ୍କୁ ମିଠା ଦଉଥିଲେ, 19ରେ ନିର୍ବାଚନ ଜିତିଲା ବେଳେ ତାଙ୍କ ପାଇଁ କାମ କରୁଥିଲେ, ତାଙ୍କ ପାଇଁ କୋଉଠି ନା କୋଉଠି ପୋଷ୍ଟର ବ୍ୟାନର ମାରୁଥିଲେ, ସେଇମାନେ ତ ବିଜୁ ବାବୁଙ୍କୁ ଭାଙ୍ଗିଛନ୍ତି। ବିଜୁ ବାବୁଙ୍କୁ କିଏ ଭାଙ୍ଗିଛି? ଯୋଉମାନେ ଆପଣ ମାନେ ବିଜୁ ବାବୁ କା ଦଳରେ ରହିକି ଆପଣ ମାନେ ତାଙ୍କର ପ୍ରଚାର ପ୍ରସାର କରୁଥିଲେ, ଆଜି ଯେତେବେଳେ ସରକାର ବଦଳି ଯାଇଛି, ସରକାରକୁ ବଦନାମ କରିବା ପାଇଁ ଏ କଥା କରୁଥିଲେ। ନିଶ୍ଚିତ ଭାବେ ସେଠା ବିଧାୟକ ଅଛନ୍ତି, ଏଠୁ ଫୋନ ଯାଇଛି, ଭାଙ୍ଗିଛନ୍ତି ସେମାନେ। ଏ କଥାରେ କଣ କିଛି ସନ୍ଦେହ ରହିଛି କି? ଗତ 10 ବର୍ଷ ଦେଖନ୍ତୁ ସେ କାହା ସାଙ୍ଗରେ ରହୁଥିଲେ, କୋଉ ଦଳ ଇଙ୍ଗିତରେ କାମ କରୁଥିଲେ, କୋଉ ନେତୃତ୍ୱଙ୍କ ସାଙ୍ଗରେ ରହିକି କାମ କରୁଥିଲେ, ତାର ଅତୀତ ଇତିହାସ ଦେଖନ୍ତୁ। ଫୋନ ନମ୍ବର ନିଅନ୍ତୁ, ଦୁଧ କା ଦୁଧ ପାନି କା ପାନି ହେଇଯିବ।